ଠିକ୍ ସେତିକିବେଳେ ରାଜା ବିକ୍ରମଧରଙ୍କ ଉପରେ ପାଖରେ ଥିବା ଏକ ବିଶାଳ ବୃକ୍ଷରୁ ବଡ଼ ଅଜଗର ସାପଟିଏ ଖସି ପଡ଼ିଲା। ସାପଟି ରାଜାଙ୍କ ଚାରିପଟେ ଗୁଡ଼ାଇ ହୋଇଗଲା। ରାଜା ବିକ୍ରମଧୀର ଅଜଗର କବଳରୁ ନିଜକୁ ରକ୍ଷା କରିବା ପାଇଁ ବହୁ ଚେଷ୍ଟା କଲେ, କିନ୍ତୁ ପାରିଲେ ନାହିଁ। ଆସନ୍ତୁ ଶୁଣିବା ବୁଦ୍ଧିମାନ ଶିକାରୀର ସୁନ୍ଦର କାହାଣୀ। ପଞ୍ଚବନୀର ରାଜା ବିକ୍ରମଧୀର ଥିଲେ ଜଣେ ବଡ଼ ଯୋଦ୍ଧା। ତାଙ୍କ ଗର୍ବର ସୀମା ନଥିଲା। ସେ ଭାବୁଥିଲେ ତାଙ୍କଠାରୁ କେହି ବଡ଼ ଯୋଦ୍ଧା ନାହାନ୍ତି। ଥରେ ସେ ତାଙ୍କର ଶ୍ରେଷ୍ଠ ସୈନିକମାନଙ୍କ ସହିତ ଶିକାର କରିବା ପାଇଁ ବାହାରିଲେ। ସେ ଗୋଟିଏ ହରିଣ ଛୁଆକୁ ଲକ୍ଷ୍ୟ କରି ତୀର ମାରିଲେ। ସେତିକିବେଳେ ଅନ୍ୟ ଏକ ତୀର ଆସି ହରିଣ ଛୁଆ ଦେହରେ ବାଜିଲା। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବିକ୍ରମଧୀର ତୀର ଯେଉଁ ଦିଗରୁ ଆସିଥିଲା ସେ ଆଡ଼କୁ ଚାହିଁଲେ। ସେ ଲକ୍ଷ୍ୟ କରିଥିବା ହରିଣ ଉପରକୁ ଆଉ କେହି ଲକ୍ଷ୍ୟ କରିଥିବାରୁ ସେ ରାଗିଗଲେ। ଏତିକିବେଳେ ବୁଦା ଉହାଡ଼ ଭିତରୁ ଜଣେ ବ୍ୟକ୍ତି ବାହାରି ଆସି ରାଜାଙ୍କୁ ଅଭିବାଦନ ଜଣାଇଲେ। ମହାରାଜ, ଦୟାକରି ମୋତେ କ୍ଷମା କରିଦିଅନ୍ତୁ। ମୁଁ ଜାଣିନଥିଲି ଯେ ଆପଣ ମଧ୍ୟ ସେହି ହରିଣକୁ ଲକ୍ଷ୍ୟ କରି ତୀର ମାରୁଛନ୍ତି। ଅଜାଣତରେ ମୁଁ ହରିଣକୁ ତୀର ବିନ୍ଧି ଦେଇଛି। ରାଜା ପଚାରିଲେ, ତୁମେ କିଏ? ବ୍ୟକ୍ତି ଜଣକ ରାଜାଙ୍କୁ କହିଲା, ମଣିମା, ମୋର ନାମ ରଣା ମଲ୍ଲ। ମୋର ପେଶା ହେଉଛି ଶିକାର କରିବା। ରାଜା ବିରକ୍ତ ହୋଇ କହିଲେ, ମୁଁ ଲକ୍ଷ୍ୟ କରିଥିବା ହରିଣକୁ ତୀର ବିନ୍ଧି ତୁମେ ଭୁଲ କରିଛ। ତାହାର ଦଣ୍ଡ ବିଧାନ ସ୍ୱରୂପ ମୁଁ ତୁମର ଡାହାଣ ହାତର ବୁଢ଼ା ଆଙ୍ଗୁଠିକୁ କାଟିଦେବି। ଲୋକଟି କହିଲା, ମଣିମା, ମୋର ଭୁଲ ପାଇଁ ଯାହାକି ମୁଁ ଅଜାଣତରେ କରିଛି, ମୋର ଆଙ୍ଗୁଠି କାଟିଦେବା ଠିକ୍ ନୁହେଁ। ଆପଣ ଜାଣନ୍ତି ନାହିଁ ଯେ ଜଣେ ତୀର ଚାଳକଙ୍କ ପାଇଁ ତାଙ୍କର ଆଙ୍ଗୁଠି ହେଉଛି ଜୀବନ ପରି। ବିକ୍ରମ ରଣା ମଲ୍ଲଙ୍କ କଥା ଶୁଣି ବିରକ୍ତ ହୋଇ କହିଲେ, ତୁମେ କ'ଣ ମୋଠାରୁ ବଡ଼ ତୀରନ୍ଦାଜ? ଲୋକଟି ଆତ୍ମବିଶ୍ୱାସର ସହିତ କହିଲେ, ଆପଣ ଯୁଦ୍ଧକ୍ଷେତ୍ରରେ ଯେପରି ଉତ୍ତମ ଯୋଦ୍ଧା, ମୁଁ ଜଙ୍ଗଲରେ ସେହିପରି ଉତ୍ତମ ଶିକାରୀ। ତୁରନ୍ତ ତାଙ୍କୁ ହତ୍ୟା କର। ରାଜା ତାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ। ସୈନ୍ୟମାନେ ତରବାରୀ ବାହାର କଲେ। ଠିକ୍ ସେତିକିବେଳେ ରାଜା ବିକ୍ରମଧରଙ୍କ ଉପରେ ପାଖରେ ଥିବା ଏକ ବିଶାଳ ବୃକ୍ଷରୁ ବଡ଼ ଅଜଗର ସାପଟିଏ ଖସି ପଡ଼ିଲା। ସାପଟି ରାଜାଙ୍କ ଚାରିପଟେ ଗୁଡ଼ାଇ ହୋଇଗଲା। ହଠାତ୍ ଏପରି ବିପଦରେ ପଡ଼ି ରାଜାଙ୍କ ସହିତ ସୈନ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ରାଜା ବିକ୍ରମଧର ଅଜଗର କବଳରୁ ନିଜକୁ ରକ୍ଷା କରିବା ପାଇଁ ବହୁ ଚେଷ୍ଟା କଲେ, କିନ୍ତୁ ପାରିଲେ ନାହିଁ। ସୈନ୍ୟମାନେ ମଧ୍ୟ ଭୟ କଲେ ଯେ ଅଜଗରକୁ ଆକ୍ରମଣ କଲେ ରାଜାଙ୍କର କ୍ଷତି ହୋଇପାରେ। ରଣାମଲ୍ଲ ତୁରନ୍ତ ବିପଦର ସୁରାଗ ପାଇ ସଜାଗ ହୋଇ ଉଠିଲା। ସେ ତୀର ବାହାର କରି ଅଜଗରକୁ ଲକ୍ଷ୍ୟ କରି ତୀର ମାରିଲା। ରାଜା ବିକ୍ରମଧୀରଙ୍କୁ ସାମାନ୍ୟ କ୍ଷତି ନ ପହଞ୍ଚାଇ ଅଜଗରକୁ ଆଘାତ କଲା। ତୀର ବାଜିବାରୁ ଅଜଗର ରାଜାଙ୍କୁ ଛାଡ଼ିଦେଲା। ରାଜା ତୁରନ୍ତ ଅଜଗର କବଳରୁ ବାହାରି ଆସିଲେ। ରଣାମଲ୍ଲ ସାହସିକତାର ସହିତ ଛୁରୀ ଧରି ଅଜଗରକୁ ହତ୍ୟା କଲା। ବିକ୍ରମଧୀର ରଣାମଲ୍ଲକୁ କୁଣ୍ଢାଇ ପକାଇଲେ। ଆଉ କହିଲେ, ମୁଁ ଅହଙ୍କାରୀ ବଶବର୍ତ୍ତ ହୋଇ ଏପରି କଥା କହିଥିଲି। ମୁଁ ଭାବୁଥିଲି ଯେ ମୁଁ ହେଉଛି ରାଜା, ସବୁଠାରୁ ଶକ୍ତିଶାଳୀ। ତୁମର ସ୍ଥାନ ମୋଠାରୁ ଉଚ୍ଚରେ। ତୁମ ପରି ମୁଁ ଏପରି ସ୍ଥିତିରେ ମୋ ଶତ୍ରୁର ଜୀବନ କେବେ ବି ରକ୍ଷା କରିପାରିନଥାନ୍ତି। ତୁମେ ଯେ ମୋଠାରୁ ବଡ଼ ବୀର। ତୁମ ପ୍ରତି ଯେଉଁ ଅସତ୍ ବ୍ୟବହାର କରିଛି, ସେଥିପାଇଁ ମୋତେ କ୍ଷମା କରିଦିଅ। ରଣାମଲ୍ଲ ନମ୍ରତାର ସହିତ ଉତ୍ତର ଦେଲା, ତୀରନ୍ଦାଜ ପାଇଁ ବୁଢ଼ା ଆଙ୍ଗୁଠି ପରି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ମଣିଷ ପଣିଆ। ମୁଁ କେବଳ ମଣିଷ ଭାବରେ ମୋର କର୍ତ୍ତବ୍ୟ କରିଛି। ଏଥିରେ ମହାନତାର କଥା କିଛି ନାହିଁ। ବିକ୍ରମଧୀର ତାଙ୍କ ଗଳାରୁ ମୁକ୍ତାମାଳଟିଏ ଖୋଲିଦେଇ ରଣାଙ୍କ ବେକରେ ଝୁଲାଇ ଦେଇ ସେଠାରୁ ଚାଲିଗଲେ।